ସୁବିନିଯୋଗ କରିବେ ଏବଂ ଏହାକୁ ଖାଇ ସେମାନେ ସୁସ୍ଥ ରହିପାରିବେ। ଏହା ହେଉଛି ମୋର ଲକ୍ଷ୍ୟ। ମୁଁ ଶିବଦୁରା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଅଛି। ମୁଁ କ୍ଷିତୀଶ ମିଶ୍ର। ନମସ୍କାର, ଜୟ ଜଗନ୍ନାଥ। ଏ ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି କିପରି ଆମେ ଆଗରୁ ଆଦିବାସୀମାନେ ଏହା ମିଲେଟକୁ ବ୍ୟବହାର କରୁଥିଲେ, କିନ୍ତୁ ଏହାର ଉପକାରିତା ଜାଣିସାରିଲା ପରେ ଆମର ରାଜ୍ୟ ସରକାର 2018 ମସିହା ଠାରୁ ଓଡ଼ିଶା ମିଲେଟ୍ ମିଶନ ଷ୍ଟାର୍ଟ କରିଛନ୍ତି। ଆମ ଏହାକୁ ବେସ୍ କରିକି ପ୍ରତିବର୍ଷ ନଭେମ୍ବର ମାସ 10 ତାରିଖରେ ଓଡ଼ିଶା ମିଲେଟ୍ ମିଶନ ପାଳନ କରାଯାଉଛି। ଆଉ ଏହାର ଲକ୍ଷ୍ୟ ହେଉଛି ଆମେ କିପରି ମିଲେଟ୍କୁ ଚାରିଆଡ଼େ ପ୍ରଚାର କରିପାରିବା ଆଉ ମିଲେଟ୍ର ଉପକାରିତା ଜାଣି ଲୋକମାନେ କିପରି ଏହାକୁ ବ୍ୟବହାର କରିପାରିବେ। ଏଠାରେ ଆମେ ମିଲେଟ୍ ଉପରେ ବିଭିନ୍ନ ଜିନିଷ ତିଆରି କରି ଆଣିଛୁ। ଯେପରି ଆପଣମାନେ ଦେଖିପାରୁଥିବେ, ମିଲେଟ୍ ଯାଉ, ରୁଟି, କେକ୍ ଇତ୍ୟାଦି ବିଭିନ୍ନ ଜିନିଷ ଆମେ ତିଆରି କରିକି ଆଣିଛୁ। ପ୍ରଥମେ ଆସିଲା ମିଲେଟ୍ର ପ୍ରକାରଭେଦ। ମୋ ମତରେ ଓଡ଼ିଶାରେ 6 ପ୍ରକାର ମିଲେଟ୍ ଚାଷ କରାଯାଏ। ପ୍ରଥମେ ଆସୁଛି ଫିଙ୍ଗର ମିଲେଟ୍ ବା ରାଗି। ଗ୍ରୀଷ୍ମ ଋତୁରେ ଫିଙ୍ଗର ମିଲେଟ୍ ବା ରାଗି ଖାଇବାକୁ ଏକ ଉତ୍ତମ ଶସ୍ୟ ରୂପେ ମନେ କରାଯାଏ। କାରଣ ଏଥିରେ କ'ଣ ଥାଏ ନା, ଆମର କ୍ୟାଲସିୟମ୍ ଅଧିକ ମାତ୍ରାରେ ଥାଏ। ଆମର 100 ଗ୍ରାମ ରାଗିରେ ଆମର 344 ମିଲିଗ୍ରାମ କ୍ୟାଲସିୟମ୍ ଆମେ ପାଇଥାଉ, ଯାହା କ'ଣ କରେ ନା, ଆପଣ ଜାଣିଛନ୍ତି କ୍ୟାଲସିୟମ୍ଟା ଆମର ହାଡ଼ ରୋଗକୁ ପ୍ରିଭେଣ୍ଟ କରିଥାଏ ବା ରକ୍ଷା କରିଥାଏ। ଅଷ୍ଟିଓପୋରୋସିସ୍ ନାମକ ହାଡ଼ ରୋଗକୁ ଏହା ଆମକୁ ରକ୍ଷା କରିଥାଏ। ଏଇ ଯେଉଁ ଫିଙ୍ଗର ମିଲେଟ୍ ବା ରାଗି ଆପଣ ଦେଖିପାରୁଥିବେ। ତାପରେ ହେଉଛି ଆଜ୍ଞା କ'ଣ ନା, ଆମର ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଆଉ ହାଇ ଫାଇବର ଥାଏ। ଡାକ୍ତରଙ୍କ ମତରେ ହାଇ ଫାଇବରଟା ଆମର ଡାଇବେଟିସ୍କୁ ନିୟନ୍ତ୍ରିତ କରିଥାଏ। ଆଉ ଡାଇବେଟିସ୍ ନିୟନ୍ତ୍ରିତ କରିବା ସହିତ ଏହା ଗ୍ଲାଇସେମିକ୍ ଇଣ୍ଡେକ୍ସ କ'ଣ ଆପଣ ପ୍ରଥମେ ବୁଝାଉଛି। ଗ୍ଲାଇସେମିକ୍ ଇଣ୍ଡେକ୍ସଟା ହେଉଛି ଯେ ଆମର ଡାଇବେଟିସ୍ଟାକୁ ରୋକିଥାଏ। ଗ୍ଲାଇସେମିକ୍ ଇଣ୍ଡେକ୍ସଟା ହେଉଛି ଡାଇବେଟିସ୍ଟାକୁ ରୋକିଥାଏ। ତେଣୁ ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଓ ଅଧିକ ଫାଇବର ଥାଏ। ଡାକ୍ତର ମତରେ ଅଧିକ ଫାଇବର ଥିଲେ ଏହା ଡାଇବେଟିସ୍କୁ ପ୍ରିଭେଣ୍ଟ ବା ରକ୍ଷା କରିଥାଏ। ତା ସହିତ ବ୍ଲଡ଼ ସୁଗର ମଧ୍ୟ ନିୟନ୍ତ୍ରିତ କରିଥାଏ। ଏଥିରେ ଲୋ କ'ଣ ଥାଏ ନା, ଏଥିରେ ହାଇ ଆମର ଆଇରନ୍ ଥାଏ, ଯାହା କ'ଣ କରିଥାଏ ନା, ଆମର ହାଇ ଆଇରନ୍ ମାନେ ହେଉଛି ଏହା ହିମୋଗ୍ଲୋବିନ୍ ସର୍ଟ ହେବାକୁ ଦିଏ ନାହିଁ। ଯାହାଫଳରେ କିଛି ଲୋକ ଅଛନ୍ତି ହିମୋଗ୍ଲୋବିନ୍ ସର୍ଟ ହେଲେ ରକ୍ତହୀନତାରୁ ହୁଅନ୍ତି, ଛଟପଟ ହୁଅନ୍ତି, କିନ୍ତୁ ଏହା ରକ୍ତହୀନତାରୁ ଆମକୁ ପ୍ରିଭେଣ୍ଟ ବା ସୁସ୍ଥ ରଖିଥାଏ। ତାପରେ ଆଜ୍ଞା କ'ଣ ହୁଏ ନା, ଏହା ଯେଉଁ ବର୍ଦ୍ଧିତ ଶିଶୁମାନଙ୍କର ମସ୍ତିଷ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟର ବିକଳ୍ପ ରୂପେ ସାବ୍ୟସ୍ତ ହୋଇପାରେ, କାରଣ ଏହା ଗ୍ଲୁଟେନ୍ ମୁକ୍ତ ହୋଇଥାଏ। ତାପରେ ଆଜ୍ଞା ଆମର ଆସିଲା ଯେ ଇଏ ହେଲା ଫିଙ୍ଗର ମିଲେଟ୍। ତାପରେ ଆସିଲା ସୋରଗମ୍ ମିଲେଟ୍ ବା ଜୋରଟା ଆଜ୍ଞା କ'ଣ ନା, ଏହା ଏକ ଅତି ଲୋକପ୍ରିୟ ମଇଦା। ଏହା ଗ୍ଲୁଟେନ୍ ମୁକ୍ତ ହୋଇଥିବାରୁ ଗ୍ଲୁଟେନ୍ ଆଲର୍ଜି ଥିବା ଲୋକମାନଙ୍କ ପାଇଁ ଏହା ଏକ ଅତି ଉତ୍ତମ ଖାଦ୍ୟର ବିକଳ୍ପ ରୂପେ ସାବ୍ୟସ୍ତ ହୋଇପାରିଥାଏ। ତାପରେ ଆଜ୍ଞା କ'ଣ ନା, ଆମର ଗ୍ଲୁଟେନ୍ ମୁକ୍ତ ହୋଇଥିବାରୁ ଏହା ସାବ୍ୟସ୍ତ ହୋଇପାରିଥାଏ। ଆଉ ଏହା ହୃଦରୋଗ ଓ ଅନ୍ୟାନ୍ୟ ରୋଗକୁ ମଧ୍ୟ ଆମକୁ ରକ୍ଷା କରିଥାଏ। ତତ୍ସହିତ ଏହା କ'ଣ କରେ ନା, ଆମର ବ୍ଲଡ଼ ସୁଗରକୁ ନିୟନ୍ତ୍ରିତ କରିଥାଏ। ଆଜିକାଲିର ପିଲାମାନଙ୍କ ସମସ୍ୟା କ'ଣ ହେଉଛି, ଚର୍ବି ବଢ଼ିଯାଉଛି, ମୋଟା ହେଉଛନ୍ତି। ଏଥିରେ ଅନସାଚୁରେଟେଡ୍ ଫ୍ୟାଟ୍ ଥିବାରୁ ଏହା ଚର୍ବି ବଢ଼ିବାକୁ ଦିଏ ନାହିଁ ଓ ପିଲାମାନେ ସୁସ୍ଥ ରୁହନ୍ତି। ଆଉ କ'ଣ ନା, ବ୍ୟାଡ୍ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ। ତାପରେ ଆଜ୍ଞା ଆସିଲା ପର୍ଲ ମିଲେଟ୍ ବା ବାଜରା ଆଜ୍ଞା କ'ଣ କରିଥାଏ ନା, ଏହା ଶୀତ କାଳରେ ବା ଆଜିକା ଋତୁରେ ଖାଇବା ପାଇଁ ଅତି ଉତ୍କୃଷ୍ଟ ଖାଦ୍ୟ ରୂପେ ବିବେଚିତ ହୋଇଥାଏ। ଆପଣ ଏ ବାଜରାର ଉଦାହରଣ ଦେଖିପାରୁଥିବେ। ଏଇଟା ହେଉଛି ବାଜରା ଆପଣ ଦେଖିପାରୁଥିବେ। ବାଜରା ଶୀତକାଳ ଖାଇବା ପାଇଁ ଏକ ଅତି ଉତ୍କୃଷ୍ଟ ଖାଦ୍ୟ। ମୁଁ ଯଦି କହିଲି ଶୀତକାଳ ଖାଇବା ପାଇଁ ଏହା ଏକ ଅତି ଉତ୍କୃଷ୍ଟ ଖାଦ୍ୟ, କାହିଁକି ଆମେ ଏହାକୁ ଖାଇବା ଶୀତକାଳରେ? କାରଣ ଏଥିରେ ଗୋଟେ ଗୁଣ ଥାଏ ଥର୍ମୋଜେନିକ୍ ଗୁଣ ଆଜ୍ଞା କ'ଣ କରେ ନା, ମେଟାବଲିଜିମ୍ ବୃଦ୍ଧି କରିଥାଏ। ମେଟାବଲିଜିମ୍ କ'ଣ ନା, ଆମେ ଖାଦ୍ୟ ଖାଉ, ସେ ଖାଦ୍ୟଟାକୁ କ'ଣ କରେ ନା, ସେ ତାପ ଶକ୍ତିରେ ରୂପାନ୍ତରିତ କରିଥାଏ, ଯାହାକି ଆମ ଶରୀରର ତାପମାତ୍ରାକୁ ବୃଦ୍ଧି କରେ ବା ତାପମାତ୍ରା ନିୟନ୍ତ୍ରିତ ରଖେ, ଯାହାଫଳରେ ଆମ ଶୀତ ଦିନରେ ଅଧିକ ଶୀତ ଲାଗେ ନାହିଁ। ତାପରେ ଆଜ୍ଞା କ'ଣ ନା, ଏଥିରେ ଅଧିକ ପରିମାଣରେ ମ୍ୟାଗ୍ନେସିୟମ୍ ଥାଏ, ଯାହାକି ଆମର କ'ଣ କରେ ନା, ମ୍ୟାଗ୍ନେସିୟମ୍ ଅଧିକ ଥିଲେ ଏହା ଆମର ରକ୍ତର ଚାପ ବା ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରିତ କରିଥାଏ। ଯାହାକି କିଛି ଲୋକ ଅଛନ୍ତି ବ୍ଲଡ଼ ପ୍ରେସର ହାଇ ହେଇଯାଏ, ଲୋ ହେଲେ ସେମାନେ ମୁଣ୍ଡ ଘରେ ପଡ଼ିଯାନ୍ତି, କିନ୍ତୁ ଏହାକୁ ସେବନ କରିବା ଦ୍ୱାରା ସେ ବ୍ଲଡ଼ ସୁଗରକୁ ଆମେ ନିୟନ୍ତ୍ରିତ କରିପାରିବା, ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରିତ କରିପାରିବା। ଇଏ ଗଲା ମେଜର ମିଲେଟ୍। ଆମର ଦୁଇ ପ୍ରକାର ମିଲେଟ୍ ଅଛି, ମେଜର ମିଲେଟ୍, ମାଇନର ମିଲେଟ୍ ଗଲା। ତାପରେ ଆସିଲା ମାଇନର ମିଲେଟ୍, ଫକ୍ସଟେଲ୍ ମିଲେଟ୍ ଆଜ୍ଞା ବା କାଙ୍ଗନି। ଫକ୍ସଟେଲ୍ ମିଲେଟ୍ ହେଉଛି ଆମର ଭିଟାମିନ୍ B12 ଏକ ସମୃଦ୍ଧ ଉତ୍ସ। ଏହାକୁ ଆମେ ପୋଷକର ଗନ୍ତାଘର ବା ପାୱାର ହାଉସ୍ ଅଫ୍ ନ୍ୟୁଟ୍ରିସନ୍ ଆମେ କହିପାରିବା। ଆଉ କ'ଣ ନା ଆଜ୍ଞା, ପାୱାର ହାଉସ୍ ନ୍ୟୁଟ୍ରିସନ୍ ଆପଣ ଜାଣିଥିବେ ଯେ ଆଦିବାସୀ ଲୋକମାନେ ବହୁତ ଷ୍ଟ୍ରଙ୍ଗ ହୋଇଥାନ୍ତି। କାହିଁକି ଷ୍ଟ୍ରଙ୍ଗ ହୋଇଥାନ୍ତି ନା, ସେମାନେ ଫକ୍ସଟେଲ୍ ମିଲେଟ୍ ବା କାଙ୍ଗନି ଖାଇଥାନ୍ତି। କାଙ୍ଗନିରେ ଆଜ୍ଞା କ'ଣ ହୁଏ ନା, ଆମ ଶରୀରକୁ ଷ୍ଟାମିନା ଓ ଇମ୍ୟୁନିଟି ଯୋଗାଇଥାଏ ଏବଂ ତତ୍ସହିତ ଏହା କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ, ଯାହାକି ଆମ ଶରୀରର ବ୍ଲଡ଼ ସୁଗରକୁ ନିୟନ୍ତ୍ରିତ କରି ରଖିଥାଏ।
तापर आगे आमर आसला कोदो मिलेट आज्ञा कौन हुए ना कोदो मिलेट क्षीरा जागनी कोदो मिलेट हाई आमर थाए लेसिथिन भरपूर मात्रा थाए वो यह स्नायु तंत्र बा नर्व सिस्टम को नियंत्रित कर रखता है। तापर आज्ञा कौन हुए ना मोनोप्लाजल परवर्ती महिला एक उत्कृष्ट खाद्य रूपे विवेचित होता है जो मैंने हृदरोगर लक्षण देखा आप पचार मोनोप्लाजल कौन मोनोप्लाजल हूँ गर्भ अवस्था धारण कर महिला जो मैंने गर्भवती हो सारी था छाती किसी जंत्रणा हुए कि पीड़ा हुए से आमर ये जो कोदो मिलेट खाइले छाती रोग पीड़ाटा आश्वस्ति भल होता है। तापर आज्ञा कौन आसला एंटीऑक्सीडेंट भरपूर मात्रा था जहाँकि मुक्त रेडिकल निरपेक्ष करता है। आप पचारे एंटीऑक्सीडेंट कौन एंटीऑक्सीडेंट हूँ यह रोग को आम प्रिवेंट करता है। एंटीऑक्सीडेंट आम जो सिगरेट खाती ना सिगरेट खाइले आप किसी चर्म नष्ट हो जाए मांस पची जाए बढ़ी जाए यह ताको प्रिवेंट करता है रक्षा करता है। आउ मुक्त रेडिकल आप मुक्त रेडिकल जब निरपेक्ष न करता आम एत शरीर आमर इमिति रोग सृष्टि होता है जहाँ रोगर ना भी आम जानी ना तेणु यह एंटीऑक्सीडेंट भरपूर होता है और मुक्त रेडिकल निरपेक्ष करता है। तापर आज्ञा कौन होना ना यह आंठुगंठी जंत्रणा ह्रास करता है किसी लोग आंठुगंठी जंत्रणा बिंधा हुए यह आंठुगंठी जंत्रणा को ह्रास करता है। तापर यह ग्लूटेन मुक्त होती जेकोसी लोक सेवन करें। आज्ञा आसला आम बर्नार्ड मिलेट आज्ञा कौन ना बर्नार्ड मिलेट आम प्रोटीन फाइबर मिनरल्स हाई प्रोटीन फाइबर मिनरल्स थाए और एथिरे अधिक परिमाण लोह आयरन थी यह कौन करे ना हिमोग्लोबिन सर्ट भाव दिए ना जो किसी लोक अच्छा आइष खाती शाकाहारी एक उत्कृष्ट खाद्य रूप विवेचित हो पारि है। ये कैल्शियम फस्फरस परिमाण अधिक मात्रा थी यह कौन करे ना हाड़ रोग को प्रिवेंट करता है रक्षा करता है सहित आम हाड़ अस्थि को मजबूत करता है। ये गला आगे मिलेट आम ओडिशा साधारणतः ये 6 पार मिलेट चाष कर लिटिल मिलेट प्रोजो मिलेट यह आम ओडिशा चाष कराए ना यूजेस ऑफ मिलेट्स आजिकल पिला माने कौन कर ना मिलेट को एक हेल्दी खाद्य भाविकी से खाऊँ किंतु देखूँ कथाटा हूँ रुचु न रुचु पढ़ खा पिता बुझु न बुझु पढ़ गीता आम यहाँ पुराण अच्छी देखो आजिकल पिला कुरकुरा को खाऊँ कुरकुरा क्या करना नाइट्रोजेन गैस रोचे नाइट्रोजेन गैस कौन ना आम मलमूत्र बाटे नाइट्रोजेन गैस बाहर जहाँकि आम शरीर हानिकारक कि पिला सेवन कर शरीर विभिन्न प्रकार रोग सृष्टि होगा संभावना रोचे जैसे कैंसर इत्यादि अनेक रोग सृष्टि होगा संभावना रोचे किंतु आम मिलेट या न खाई या बदल आम मिलेट कुरकुरा खाईपर उपमा खाईपर पास्ता खाईपर विभिन्न जिन खाईपर या बदल आम हार्मफुल ये सब आम शरीर हार्मफुल ये हेल्पफुल आम शरीर आम या बदल आम या खाईपर आम देख पारे विभिन्न जिन अच्छी। तापर आज्ञा कौन होना क्लाइमेटिक कंडीशन फॉर मिलेट्स क्लाइमेटिक कंडीशन आम जलवायु किपर आम मिलेट समस्त लोग मुझे कही ना मिलेट आम एमती चाष करा मिलेट जलवायु आगे केते दरकार। प्रथम कथा हूँ मिलेट जेकोसी अंचल चाष कर जदिव यह गोटे खरीफ फसल किंतु यह जेकोसी ऋतु चाष कर उदाहरण स्वरूप आम जाए उत्तर भारत केन्द्र भारत में यह खरीफ फसल हिसाब से चाष कराए अक्टोबर जुलाई मास भर किंतु रबी फसल हिसाब से तमिलनाडु चाष कराए आमर कौन ना मिलेटा आउ यार टेम्परेचर के ना 20 ରୁ 30 डिग्री सेल्सियस टेम्परेचर दरकार अधिक हेल्ले भी चलो कि 20 ରୁ 30 डिग्री टेम्परेचर इरिगेशन समय दरकार होता है। तापर यार आनुअल रेनफॉल वार्षिक वृष्टिपात परिमाण 5 मिलीमीटर 9 मिलीमीटर मध्य हेले यह बहुत भल से बढ़ी पार किंतु आम जदि धान कथा ना यार 5 गुण जल आवश्यक करता है धान कि यार 5 गुण कम जल आवश्यक कर गोटे किलो आम मांडी आम उत्पादन कर भावुचे ये प्रोजेक्ट बहुत काम दब कारण आजिकल लोक मैंने अस्वास्थ्यकर खाद्य को स्वास्थ्यकर खाद्य मन करी खाइबार लगी से जापारना से खाद्य परोक्ष केते हानि करुच्ची मोर यही प्रयास द्वारा लोक मैंने बुझे जानवे और यार सुविनियोग करें खाई सुस्थ रही पारे यह हूँ मोर लक्ष्य।